କେବେ ବି ଏହି 5 ଜଣଙ୍କୁ ନିଜ ଘରୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ। ସବୁ ଧର୍ମରେ ଦାନର ବହୁତ ଅଧିକ ମହତ୍ତ୍ୱ ଅଛି। ଏହା ମାତ୍ର ଖାଲି ପରମ୍ପରା ବା ସଂସ୍କାର ନୁହେଁ, ବରଂ ଧାର୍ମିକ ଗ୍ରନ୍ଥ ଅନୁସାରେ ବି ମନାଯାଇଛି କି ଯେତେବେଳେ କୌଣସି ବ୍ୟକ୍ତି ଦାନ କରିଥାଏ, ତାହାର ପ୍ରଭାବରେ ସେ ବ୍ୟକ୍ତିକୁ ଇନ୍ଦ୍ରିୟ ଆସକ୍ତିରୁ ମୁକ୍ତି ମିଳିଥାଏ। ଶାସ୍ତ୍ର ଅନୁସାରେ କୁହାଯାଇଛି କି ଜୀବନରେ ମୋକ୍ଷ, ସମୃଦ୍ଧି ଏବଂ ସବୁ ଇଚ୍ଛାର ପୂରଣ କରିବା ପାଇଁ ଦାନ ଧର୍ମର ଉପଦେଶ ଦିଆଯାଇଛି। ଦାନକୁ ବହୁତ ବଡ଼ ପୁଣ୍ୟ ମନାଯାଇଥାଏ। କଥାରେ ଅଛି, ଦାନ କରିବା ଦ୍ୱାରା ମନୁଷ୍ୟ ଅନେକ ପାପ ଧୋଇ ହୋଇଯାଇଥାଏ ଏବଂ ମୃତ୍ୟୁ ପରେ ସ୍ୱର୍ଗଲୋକ ପ୍ରାପ୍ତି ହୋଇଥାଏ। ଧାର୍ମିକ ସ୍ଥାନରେ ଦାନ କରିବାର ମହତ୍ତ୍ୱ ବହୁତ ଆଗରୁ ଅଛି, କିନ୍ତୁ ଘରର ଦ୍ୱାର ପାଖକୁ ଆସିଥିବା ଭିକାରୀକୁ ଖାଲି ହାତରେ ଫେରାଇ ଦେବା ବହୁତ ହାନିକାରକ ହୋଇଥାଏ। ଶାସ୍ତ୍ର ଅନୁସାରେ ଏହି 5 ଜଣ ଲୋକଙ୍କୁ ଯଦି ଖାଲି ହାତରେ ଫେରାଇ ଦିଆଯାଏ, ଆପଣଙ୍କ ଭାଗ୍ୟ ଦୁର୍ଭାଗ୍ୟରେ ବଦଳି ଯାଇଥାଏ। ଘରକୁ ଆସିଥିବା ସୁଖ ଏବଂ ସମୃଦ୍ଧିରେ ବାଧା ଉପୁଜିଥାଏ। ଆସନ୍ତୁ ଜାଣିବା ସେହି 5 ଜଣ ଲୋକ କିଏ କିଏ। ନମ୍ବର 1, ଦିନର ଯଦି ଆପଣଙ୍କ ଘର କିମ୍ବା ଅଫିସକୁ କିଛି ମାଗିବା ପାଇଁ ଆସୁଛନ୍ତି, ତାହେଲେ ତାଙ୍କୁ କେବେ ବି ଖାଲି ହାତରେ ଭୁଲରେ ବି ବିଦାୟ କରନ୍ତୁ ନାହିଁ। କଥାରେ ଅଛି କି କିନ୍ନରଙ୍କୁ ଦାନ କରିବା ଦ୍ୱାରା ଜାତକରେ ଥିବା ବୁଧ ଗ୍ରହ ଦୋଷ କଟିଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିନ୍ନରଙ୍କୁ ବୁଧ ଗ୍ରହର ପ୍ରତୀକ କୁହାଯାଇଛି। ଖାଲି ସେତିକି ନୁହେଁ, କିନ୍ନର ସାଙ୍ଗରେ କରିଥିବା ବ୍ୟବହାର ଆପଣଙ୍କ ଜୀବନରେ ବହୁତ ଅଧିକ ପ୍ରଭାବ ପକାଇଥାଏ। ସେଥିପାଇଁ ଭୁଲରେ କେବେ ବି କିନ୍ନରଙ୍କ ଅପମାନ କରିବା ଉଚିତ ନୁହେଁ। ଯଦି ଆପଣ ତାଙ୍କୁ ଦାନ ଦେବାକୁ ଚାହାନ୍ତି ନାହିଁ, ତାହେଲେ ଯଦି ଦିଅନ୍ତୁ, କିନ୍ତୁ ଖରାପ କଥା କୁହନ୍ତୁ ନାହିଁ। କିନ୍ତୁ ଧାର୍ମିକ ମାନ୍ୟତା ଅଛି କି ଯଦି ଆପଣ କିନ୍ନରଙ୍କୁ ସବୁଜ ରଙ୍ଗର ବସ୍ତ୍ର କିମ୍ବା ସବୁଜ ରଙ୍ଗର କିଛି ବସ୍ତୁ ଦାନ କରିବେ, ତାହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ। କିନ୍ତୁ ତାଙ୍କର ଅପମାନ କଲେ ବୁଧ ଗ୍ରହ ଖରାପ ହୋଇଥାଏ ଏବଂ ଅନେକ ପ୍ରକାରର ମାନସିକ ଓ ଶାରୀରିକ ଅସୁବିଧାର ସାମ୍ନା ଆପଣଙ୍କୁ କରିବାକୁ ପଡ଼ିପାରେ। ବୁଧ ଗ୍ରହକୁ ଭାଗ୍ୟର କାରକ ବୋଲି କୁହାଯାଇଥାଏ। ସେଥିପାଇଁ କିନ୍ନରଙ୍କୁ ନିଶ୍ଚିତ ଭାବରେ ଦାନ ଦେବା ଉଚିତ। ଯଦି ସମ୍ଭବ ହେବ, ତାହେଲେ ତାଙ୍କୁ ସବୁଜ ରଙ୍ଗର କିଛି ଜିନିଷ ଦାନ କରନ୍ତୁ। ନମ୍ବର 2, ସାଧୁ ମହାତ୍ମା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରର ଦ୍ୱାରରେ ଯେଉଁ କୌଣସି ସାଧୁ ମହାତ୍ମା ଆସନ୍ତି, ତାହେଲେ ତାଙ୍କ ସହିତ ସର୍ବଦା ନମ୍ର ଭାବରେ ବ୍ୟବହାର କରନ୍ତୁ। ତାଙ୍କ ପାଖରୁ ଯଦି କିଛି ଜ୍ଞାନ ପ୍ରାପ୍ତି କରିବାକୁ ଚାହାନ୍ତି, ତାହେଲେ ନିଶ୍ଚିତ ଭାବରେ କରନ୍ତୁ। ଆପଣଙ୍କର ଯଥା ସମ୍ଭବ ଶକ୍ତି ସାଧୁ ମହାତ୍ମାଙ୍କୁ ସ୍ୱଚ୍ଛତାରେ ସମ୍ମାନ ପୂର୍ବକ ଦାନ କରନ୍ତୁ ଏବଂ ତାଙ୍କର ଚରଣ ସ୍ପର୍ଶ କରି ଆଶୀର୍ବାଦ ନିଅନ୍ତୁ। ମାନ୍ୟତା ଅଛି କି ଯଦି କାହା ଦ୍ୱାରାରୁ କେହି ବି ସାଧୁ ମହାତ୍ମା ଖାଲି ହାତରେ ଫେରନ୍ତି, ତାହେଲେ ସେ ବ୍ୟକ୍ତିଙ୍କ ଜୀବନରେ କେବଳ ଦୁଃଖ ଯନ୍ତ୍ରଣା ଭରି ରହିଥାଏ। ସେଥିପାଇଁ କୌଣସି ସାଧୁ ମହାତ୍ମାଙ୍କୁ ଖାଲି ହାତରେ କେବେ ବି ଫେରାଇବାକୁ ଦିଅନ୍ତୁ ନାହିଁ। ନମ୍ବର 3, ବିକଳାଙ୍ଗ କିମ୍ବା ଅକର୍ମଣ୍ୟ। ଯଦି କୌଣସି ବିକଳାଙ୍ଗ ବା ଅକର୍ମଣ୍ୟ ବ୍ୟକ୍ତି କୌଣସି ସାହାଯ୍ୟ ମାଗିବା ପାଇଁ ଆପଣଙ୍କ ଦ୍ୱାରକୁ ଆସିଥାନ୍ତି, ତାହେଲେ ନିଶ୍ଚିତ ଭାବରେ ତାଙ୍କର ସହାୟତା କରିବା ଉଚିତ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି ଲୋକଙ୍କୁ ଶନି, ରାହୁ ଏବଂ ପ୍ରତୀକ ମନାଯାଇଥାଏ। ଏହି ବ୍ୟକ୍ତିଙ୍କୁ ଦାନ କରିବା ଦ୍ୱାରା। ନମ୍ବର 4, ଭିକାରୀ। ଯଦି ଘରର ଦ୍ୱାରରେ କୌଣସି ଭିକାରୀ ଭିକ୍ଷା କରିବାକୁ ଆସୁଛନ୍ତି, ତାଙ୍କୁ କେବେ ବି ଖାଲି ହାତରେ ଫେରାଇ ଦେବା ଉଚିତ ନୁହେଁ। ପଇସା ନଥିଲେ ବି ଖାଇବା ଏବଂ ପିନ୍ଧିବା ଉପଯୋଗୀ ଯେ କୌଣସି ଜିନିଷକୁ ଦାନ କରିପାରିବେ। ଅନେକ ଥର ଦେଖାଯାଇଥାଏ କି ଘରର ଦ୍ୱାରରେ କିମ୍ବା ଅନ୍ୟ କେଉଁଠାରେ ଭିକ ମାଗୁଥିବା ବ୍ୟକ୍ତିଙ୍କୁ ବହୁତ ଲୋକ ଧିକ୍କାର କରି କୁହନ୍ତି ଏବଂ ତାଙ୍କୁ କିଛି କଥା କହି ଅପମାନିତ କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଧର୍ମଶାସ୍ତ୍ର ଅନୁସାରେ ଆପଣ କାହାକୁ ବି ଦାନ କରନ୍ତୁ ବା ନ କରନ୍ତୁ, କିନ୍ତୁ ତାକୁ ଅପମାନିତ କରିବା ବିଲକୁଲ ଉଚିତ ନୁହେଁ। ମାନ୍ୟତା ଅଛି କି ଏମିତି କରିବା ଦ୍ୱାରା ଆମର ସଞ୍ଚିତ ପୁଣ୍ୟ ବି ନଷ୍ଟ ହୋଇଯାଇଥାଏ। ସେଥିପାଇଁ ଧର୍ମଶାସ୍ତ୍ର ଅନୁସାରେ କେବେ ବି ନିଜ ଦ୍ୱାରକୁ ମାଗି ଆସୁଥିବା କୌଣସି ଭିକାରୀ କିମ୍ବା ଖାଲି ହାତରେ ଫେରାଇ ଦିଅନ୍ତୁ ନାହିଁ।
ଯଦି ଶକ୍ତି ସମ୍ଭବ ତାଙ୍କୁ ଦାନ କରନ୍ତୁ, ଯଦି ନ ଦେଇ ପାରୁଛନ୍ତି ବି ଅପମାନିତ କରନ୍ତୁ ନାହିଁ। କ୍ରୂର ଗ୍ରହମାନଙ୍କ କୋପରୁ ରକ୍ଷା କରିପାରିବେ। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି କି ଜାତକରେ ଶନି ଗ୍ରହ ଖରାପ ରହିଲେ ଦୁଃଖ କଷ୍ଟ ସବୁବେଳେ ପାଇଁ ଲାଗି ରହିଥାଏ। କିନ୍ତୁ ବହୁତ ଥର ଏମିତି ହେଇଥାଏ କି ଆମେ ଆମ ଜୀବନରେ ସବୁ କିଛି ଠିକ୍ କରିବି ଆମ ଜୀବନରେ ଦୁଃଖ କଷ୍ଟ କମିଥାଏ। ତେଣୁ ଧ୍ୟାନ ଦେବା ଉଚିତ କି ଆପଣ ନିଜ ଘରର ଦ୍ୱାରରୁ କୌଣସି ସହାୟତା ବ୍ୟକ୍ତିଙ୍କୁ ଖାଲି ହାତରେ ଫେରାଇ ଦେଇଛନ୍ତି କି କିମ୍ବା କୌଣସି ଦିବ୍ୟାଙ୍ଗ ବା ବିକଳାଙ୍ଗ ବ୍ୟକ୍ତିଙ୍କୁ ଅପମାନିତ କରି ଫେରାଇ ଦେଇଛନ୍ତି କି? ତେଣୁ ଧ୍ୟାନ ରଖନ୍ତୁ କି ଏହିଭଳି ଭୁଲ କେବେ ବି କରନ୍ତୁ ନାହିଁ। ନା ଦିବ୍ୟାଙ୍ଗକୁ ରାହୁ ଏବଂ ଶନିଦେବଙ୍କର ପ୍ରତୀକ ମନାଯାଇଥାଏ। ସେଥିପାଇଁ କେବେ ବି ବିକଳାଙ୍ଗ ଅକର୍ମଣ୍ୟ ବ୍ୟକ୍ତିଙ୍କୁ ଘରର ଦ୍ୱାରରୁ ଖାଲି ହାତରେ ଫେରାଇବାକୁ ଦିଅନ୍ତୁ ନାହିଁ। ନମ୍ବର 4, ଭିକାରୀ। ଯଦି ଘରର ଦ୍ୱାରରେ କୌଣସି ଭିକାରୀ ଭିକ୍ଷା କରିବାକୁ ଆସୁଛନ୍ତି ତାଙ୍କୁ କେବେ ବି ଖାଲି ହାତରେ ଫେରାଇବା ଦେବା ଉଚିତ ନୁହେଁ। ପଇସା ନଥିଲେ କିମ୍ବା ଖାଇବା ଏବଂ ପିନ୍ଧିବା ଉପଯୋଗୀ ଯେଉଁ କୌଣସି ଜିନିଷକୁ ଦାନ ଦେଇପାରିବେ। ନମ୍ବର 5, ଘରର ଝିଅ। ଘରର ଝିଅ ଯଦି ଶାଶୁ ଘରୁ ବାପ ଘରକୁ ଆସୁଛି ତାହେଲେ କେବେ ବି ତାଙ୍କର ଅପମାନ କରିବା ଉଚିତ ନୁହେଁ। ବରଂ ଯେତେବେଳେ ବାପ ଘରୁ ଶାଶୁ ଘରକୁ ଯାଉଛନ୍ତି ତାଙ୍କୁ ନିଜ ଇଚ୍ଛା ଅନୁସାରେ ସବୁ ଦେବା ଉଚିତ। କିଛି ଘର ମାନଙ୍କରେ ଏମିତି ହେଉଥାଏ କି ଝିଅ ଶାଶୁ ଘରୁ ଆସିଲେ ତା ସହିତ ଭଳି ଝଗଡ଼ା କରିବାକୁ ଲାଗିଯାଇଥାନ୍ତି। ଏମିତି କରିବା ଦ୍ୱାରା ଆପଣଙ୍କର ଘରେ ଦରିଦ୍ରତା ବାସ କରିଥାଏ ଏବଂ ଯେତେବେଳେ ଆପଣଙ୍କ ଘରୁ ଝିଅ ଅପମାନିତ ହୋଇ ଚାଲି ଯାଇଥାଏ ଠିକ୍ ସେତିକି ବେଳେ ମା ଲକ୍ଷ୍ମୀ ଆପଣଙ୍କ ଘରୁ ଅସନ୍ତୁଷ୍ଟ ହୋଇ ଚାଲି ଯାଇଥାନ୍ତି। ସେଥିପାଇଁ ଘରର ଝିଅକୁ କେବେ ବି ଅପମାନିତ କରନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଘରର ସୁଖ ସମୃଦ୍ଧି ସବୁ କିଛି ଚାଲି ଯାଇଥାଏ। ଧନ୍ୟବାଦ।